ଦର୍ଶକ ବନ୍ଧୁ, ଆଜି ଆମେ ଆପଣଙ୍କୁ ଏପରି କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ ଯଦି ଆପଣଙ୍କ ଜୀବନରେ ଭଲ ଭାବେ ମାନି ଚଳନ୍ତି, ତାହେଲେ ଆପଣ ବହୁତ କମ୍ ସମୟରେ ଧନୀ ହୋଇଯିବେ। ତ ଜାଣିବା ପୂର୍ବରୁ ଆପଣ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଯେଉଁ କନ୍ୟାର ହାତ ଓ ଗୋଡ଼ରେ ଅଧିକ କେଶ ରହିଥାଏ, ସେ କନ୍ୟା କ୍ରୋଧୀ, କ୍ରୂର ଓ ଈର୍ଷାପରାୟଣ ହୋଇଥାଏ। ଯେଉଁ ପତ୍ନୀ ସ୍ୱାମୀଙ୍କୁ କଟୁ କଥା କହେ ଏବଂ ଅନ୍ୟ ପୁରୁଷ ଦେଖିଲେ ଖୁସି ହୁଏ, ତା ପରିବାର ସର୍ବଦା ଅଶାନ୍ତିରେ କଟେ। ବୟସର ଶେଷ ସମୟରେ ଶରୀରରୁ ଦୁର୍ଗନ୍ଧ ବାହାରେ ଏବଂ ଯନ୍ତ୍ରଣା ଭାବେ କରେ। ସୁନା ଜିନିଷ କେବେ ବି ବାମ ହାତରେ ପିନ୍ଧିବା ଉଚିତ ନୁହେଁ। ଲାଲ କିମ୍ବା ହଳଦିଆ କପଡ଼ାରେ ସୁନା ଜିନିଷ ଗୁଡ଼ାଇ ରଖିଲେ ଶୁଭ ହୋଇଥାଏ। ମହିଳାମାନଙ୍କୁ ନିଜ ରୋଷେଇ ଘର ହଳଦୀ କେବେ ବି କାହାକୁ ଦେବା ଉଚିତ ନୁହେଁ। ହଳଦୀ କେବେ ବି ରୋଷେଇ ଘରୁ ସରିବା ଉଚିତ ନୁହେଁ। ହଳଦୀ ଅନ୍ୟକୁ ଦେବା ଦ୍ୱାରା ମା ଅନ୍ନପୂର୍ଣ୍ଣା ଘରୁ ଚାଲି ଯାଇଥାନ୍ତି ଓ ଧନର ଅଭାବ ଦେଖା ଦେଇଥାଏ। ଯେଉଁ ନାରୀ ଶ୍ୱଶୁରଙ୍କୁ ଅବମାନନା ତଥା ହତାଦର କରିଥାଏ, ସେହି ନାରୀର ସ୍ୱାମୀ ସକଳ ବିପଦରେ ପଡ଼େ ଏବଂ ସେହି ନାରୀ ସ୍ୱାମୀ ସୁଖରୁ ବଞ୍ଚିତ ହୋଇଥାଏ। ଘରର ଉତ୍ତର ଦିଗରେ ସବୁଜ ପତ୍ର ଯୁକ୍ତ ଗଛ ଲଗାଇବା ଦ୍ୱାରା ଶୁଭପ୍ରଦ ହୋଇଥାଏ ଏବଂ ଘରୁ ନକାରାତ୍ମକ ଶକ୍ତି ଦୂର ହେବା ସହିତ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ। ଯେଉଁ ମହିଳାଙ୍କ ପେଟ ସର୍ପ ପରି ସଦୃଶ ହୋଇଥାଏ, ସେହି ମହିଳାମାନେ ବହୁତ ଭୋଜନପ୍ରିୟ ହୋଇଥାନ୍ତି। ଯେଉଁ ମହିଳାଙ୍କର ନିଜ ଜୀବ ଅତି ବଡ଼, ସେହି ମହିଳାମାନେ ଦୁର୍ଗାଗିନୀ ସ୍ୱଭାବର ହୋଇଥାନ୍ତି। ଯେଉଁ ଦମ୍ପତି ରାତିରେ କୁଣ୍ଡାକୁଣ୍ଡି ହୋଇ ଶୋଇଥାନ୍ତି, ତାଙ୍କ ମଧ୍ୟରେ ପ୍ରେମ ଭଲ ପାଇବା ସବୁବେଳେ ବଢ଼ିବାକୁ ଲାଗିଥାଏ, ଆଉ ଏହିଭଳି ପୁରୁଷଙ୍କ ସ୍ତ୍ରୀ କେବେ ତାଙ୍କୁ ଧୋକା ଦିଅନ୍ତି ନାହିଁ।